ବିଜେଡି ଜିଲ୍ଲା ସଭାପତିଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ତୀବ୍ର ବିରୋଧ କଲେ ଅଞ୍ଚଳବାସୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶଗଡ଼ିଆ ପଞ୍ଚାୟତ ବଗେଇପୁର ଗ୍ରାମର 20ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ଦୀର୍ଘ 15 କିଲୋମିଟର ଚାଲି ଚାଲି ଖଇରା ତହସିଲକୁ ନିଜର ପଟ୍ଟା ପାଇଁ ଆସିଥିବାର ଖବର ଗଣମାଧ୍ୟମ ପ୍ରଚାରିତ ହେବା ପରେ ଖବର ପାଇ ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉକ୍ତ ଗ୍ରାମକୁ ଯାଉଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀମାନେ ତୀବ୍ର ବିରୋଧ କରିଥିଲେ। କହିଥିଲେ ଆପଣ 10 ବର୍ଷ ବିଧାୟକ ଥିଲେ, ମନ୍ତ୍ରୀ ବି ଥିଲେ, ଏହି ପରିବାର ପାଇଁ କ'ଣ କରିଛନ୍ତି? 10 ବର୍ଷ ବିଧାୟକ ଭିତରେ ଥରେ ବି ଆସିନାହାନ୍ତି। ଗ୍ରାମରେ କୌଣସି କାମ ଆପଣ 10 ବର୍ଷ ଭିତରେ କରିନାହାନ୍ତି। ଆଜି ରାଜନୀତି କରିବାକୁ ଚାଲି ଆସିଲେ ଆପଣ 10 ବର୍ଷ ଭିତରେ କ'ଣ କରିଛନ୍ତି ଜବାବ ଦିଅନ୍ତୁ ବୋଲି ପ୍ରଶ୍ନ କରିଥିଲେ ଅଞ୍ଚଳବାସୀ, ଯାହାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ନିଜ ନିର୍ବାଚନ ମଣ୍ଡଳୀରେ ଏମିତି ବିରୋଧ ଜ୍ୟୋତି ପ୍ରକାଶ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ଜନ ଅଧିକାର ଲାଇଭ୍।